ଏଇ ଯୋଉ ବେକାରୀ ବୁଲୁଛନ୍ତି ସେମାନଙ୍କୁ ଶେଷରେ କଣ ଆଖ୍ୟା ଦିଆହେଲା ନା କକରୋଚରେ ଆଖ୍ୟା ଦିଆହେଲା। କେବେ ଆପଣ ଏକ୍ଜାମ କରିବେ ତାର ତାରିଖ ନିର୍ଦ୍ଧାରିତ ତାରିଖ ଆମକୁ ଦିଅନ୍ତୁ, ନଚେତ ଗୋଟେ କକରୋଚ ଯେଭଳି କାନ୍ଥ ବାଡ ମାନେ ଚଢିଯାଏ ଆମେ ସେମିତି ବାଧିଛୁ ବିଧାନସଭା ସେକ୍ରେଟାରିଏଟ ମୁଖ୍ୟମନ୍ତ୍ରୀ ବାସଭବନ ସବୁଆଡେ ମଧ୍ୟ କକରୋଚ ଭଳି ଚଢିଯିବା ପାଇଁ। ଦେଖନ୍ତୁ ଗୋଟେ ଛାତ୍ର ଦେବେ ସେ ଚାହେଁ ନା କକରୋଚ ହେବା ପାଇଁ। ଏହାର ମୁଖ୍ୟ କାରଣ ହେଲା ଆମେ 2024 ମସିହାରେ ଏସ୍ଆଇ ରେ ଫର୍ମ ପକେଇଥିଲୁ, ବାକି ଆସି 2026 ସରିବାକୁ ବସିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଆମକୁ କୌଣସି ଏକ୍ଜାମ କେବେ ହବ କଣ ହବ ତା ବିଷୟରେ କୌଣସି କିଛି କୁହାଯାଇ ନାହିଁ। ଆପଣ ଶୁଣିଥିବେ ରିସେଣ୍ଟଲି ନିଟ୍ ର ପେପର ଲିକ୍ ହେଇଥିଲା। ଆପଣ ଦେଖନ୍ତୁ ଆମେ ତ ଖାଲି ନିଟ୍ ର ପେପର ଶୁଣିଥିଲେ କିନ୍ତୁ ଆମେ ଏଠି ଓଡିଶାରେ କଣ ଦେଖିଲେ ନା ଓଡିଶାରେ ଯେମିତି ଗୋରୁ ଆପଣ ଚାଲାଣ ହୁଅନ୍ତି ଦେଖିଥିବେ ଗାଡିରେ, ଦୁଇଟି ବସ ରେ ଆନ୍ଧ୍ର ଚାଲାଣ ହଉଥିଲେ, ଛତିଶଗଡ ଚାଲାଣ ହଉଥିଲେ, ସେପଟରେ ଦିଘାକୁ ମଧ୍ୟ ଚାଲାଣ ହଉଥିଲେ ପିଲା। ତ ଏହାର ଗୋଟେ କେତେ ବଡ କଥା ଦେଖନ୍ତୁ, ମାନେ ଆଜି ପର୍ଯ୍ୟନ୍ତ 2024 ରୁ 27 ହବାକୁ ବସିଲାଣି ଏଯାଏ ପିଲାମାନଙ୍କୁ ନିଯୁକ୍ତି ଦିଆଯାଇ ପାରିଲା ନାହିଁ। ତ ଏଇ ଯୋଉ ବେକାରୀ ବୁଲୁଛନ୍ତି ସେମାନଙ୍କୁ ଶେଷରେ କଣ ଆଖ୍ୟା ଦିଆହେଲା ନା କକରୋଚରେ ଆଖ୍ୟା ଦିଆହେଲା। ତ ଦେଖନ୍ତୁ ଏହା ସବୁ ସମସ୍ତ ଭୁଲ କାହାର ଗଭର୍ଣ୍ଣମେଣ୍ଟ ର, ତା ସତ୍ତ୍ୱେ ମଧ୍ୟ ଗଭର୍ଣ୍ଣମେଣ୍ଟ ଦୋଷ ରଖିଲା କାରଣ ପିଲା ହେଲେ କକରୋଚ। ତ ସେଥିପାଇଁ ପିଲାମାନେ ବାଧ୍ୟ ହେଇକି ନେଇଛନ୍ତି କି ହଁ ଆମେ କକରୋଚ। ଆଉ କକରୋଚ କଣ କରିପାରିଛି ଆପଣ ମାନେ ଜାଣିଛନ୍ତି। ତ ଯେ ପର୍ଯ୍ୟନ୍ତ ଯେହେତୁ ଆମର ଦାବି ପୂରଣ କରାଯାଇ ନାହିଁ ଆମେ ବି ମଧ୍ୟ ଗଭର୍ଣ୍ଣମେଣ୍ଟକୁ ସମୟ ଦେଇଛୁ କି ଆମକୁ 15 ଦିନ ଭିତରେ କେବେ ଆପଣ ଏକ୍ଜାମ କରିବେ ତାର ତାରିଖ ନିର୍ଦ୍ଧାରିତ ତାରିଖ ଆମକୁ ଦିଅନ୍ତୁ, ନଚେତ ଗୋଟେ କକରୋଚ ଯେଭଳି କାନ୍ଥ ବାଡ ମାନେ ଚଢିଯାଏ ଆମେ ସେମିତି ବାଧିଛୁ ବିଧାନସଭା ସେକ୍ରେଟାରିଏଟ ମୁଖ୍ୟମନ୍ତ୍ରୀ ବାସଭବନ ସବୁଆଡେ ମଧ୍ୟ କକରୋଚ ଭଳି ଚଢିଯିବା ପାଇଁ। ଏଥିସହିତ ଓଡିଶାରେ ଅନ୍ୟ ମଧ୍ୟ ବହୁତ ସାରା ପୋଷ୍ଟ ଫାଙ୍କା ପଡିଛି ଯୋଉମାନେ ଗଭର୍ଣ୍ଣମେଣ୍ଟ ନୋଟିଫିକେସନ କିଛି ବାହାର କରିନାହିଁ। ଏହା ହେଲା ଆମର ମୁଖ୍ୟ କାରଣ। ତୁରନ୍ତ ଆମକୁ ବେକାରୀ ଦୂର କରାଯାଉ, ଏସ୍ଆଇ ରେ ନିଯୁକ୍ତି ଦିଆଯାଉ।